ओम शांति 2 डिसेम्बर 2025 प्रातः मुरली बाप दादा मधुबन। परम शिक्षक श्री भगवान उवाच मीठे बच्चे तुमे माने प्रतिज्ञा करिथिल जे आपण जेतेबेले आसिबे आमे आपणଙ୍କ निकटरे समर्पण होइजिबो। एबे बाबा आसिछन्ति तुमମାନଙ୍କୁ प्रतिज्ञा मने पकाई देबा पाई। आजिर प्रश्न केउ मुख्य विशेषता कारणरू केवल देवताମାନଙ୍କୁ ही पूज्य कुहाଯାଇ ପାରିବ? केउ मुख्य विशेषता कारणरू केवल देवताମାନଙ୍କୁ ही पूज्य कुहाଯାଇ ପାରିବ? उत्तर देवताମାନଙ୍କର विशेषता ହେଉଛି ଯେ ସେମାନେ କେବେ ବି କାହାକୁ ମନେ ପକାନ୍ତି ନାହିଁ। ନା ବାବାଙ୍କୁ ମନେ ପକାନ୍ତି ନା କାହାର ଚିତ୍ରକୁ ମନେ ପକାଇଥାନ୍ତି। ସେଥିପାଇଁ ତାଙ୍କୁ ପୂଜ୍ୟ କୁହାଯିବ। ସେଠାରେ କେବଳ ସୁଖ ହିଁ ସୁଖ ଥାଏ। ସେଥିପାଇଁ କାହାକୁ ମନେ ପକାଇବାର ଆବଶ୍ୟକତା ନଥାଏ। ଏବେ ତୁମେମାନେ ଏକମାତ୍ର ବାବାଙ୍କୁ ମନେ ପକାଇ ଏପରି ପୂଜ୍ୟ ଏବଂ ପବିତ୍ର ହୋଇଯାଉଛ ଯାହାଦ୍ୱାରା ଆଉ ସ୍ମରଣ କରିବାର ଆବଶ୍ୟକତା ରହିବ ନାହିଁ। ଓମ୍ ଶାନ୍ତି। ମଧୁର ରୁହାନୀ ସନ୍ତାନମାନେ ତେବେ ରୁହାନୀ ଆତ୍ମା ତ କୁହାଯିବ ନାହିଁ। ରୁହ ଅଥବା ଆତ୍ମା ଏକା କଥା। ରୁହାନୀ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି ପୂର୍ବରୁ କେବେ ଆତ୍ମାମାନଙ୍କୁ ପରମ ପିତା ପରମାତ୍ମା ଜ୍ଞାନ ଦେଇନଥିଲେ। ବାବା ନିଜେ କହୁଛନ୍ତି ମୁଁ ଥରେ ମାତ୍ର କଳ୍ପର ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆସେ। ଏପରି ଆଉ କେହି କହିପାରିବେ ନାହିଁ ସାରା କଳ୍ପରେ ସଙ୍ଗମ ଯୁଗ ବ୍ୟତୀତ ବାବା ସ୍ୱୟଂ କେବେ ଆସନ୍ତି ହିଁ ନାହିଁ। ବାବା ସଙ୍ଗମରେ ହିଁ ଆସନ୍ତି ଯେତେବେଳେ କି ଭକ୍ତି ଶେଷ ହୋଇଥାଏ ଏବଂ ବାବା ପୁନଃ ପିଲାମାନଙ୍କୁ ଜ୍ଞାନ ଦେଇଥାନ୍ତି। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଏହି ପୁରୁଷାର୍ଥ କେତେକ ସନ୍ତାନମାନଙ୍କୁ ବହୁତ କଷ୍ଟକର ବୋଧ ହୁଏ। ପ୍ରକୃତରେ ଏହା ବହୁତ ସହଜ କିନ୍ତୁ ବୁଦ୍ଧିରେ ଠିକ୍ ଭାବରେ ଧାରଣ ହୁଏ ନାହିଁ। ତେଣୁ ବାବା ବାରମ୍ବାର ବୁଝାଇ ଚାଲିଛନ୍ତି ହେଲେ ବୁଝାଇଲେ ମଧ୍ୟ ବୁଝୁନାହାନ୍ତି। ସ୍କୁଲରେ ଶିକ୍ଷକ 12 ମାସ ପଢ଼ାଇଲା ପରେ ମଧ୍ୟ କେହି କେହି ପୁଣି ଫେଲ୍ ହୋଇଯାଇଥାନ୍ତି। ଏହି ବେହଦର ବାବା ମଧ୍ୟ ପ୍ରତ୍ୟେହ ସନ୍ତାନମାନଙ୍କୁ ପଢ଼ାଉଛନ୍ତି। ତଥାପି କାହାର ଧାରଣା ହେଉଛି କେହି ପୁଣି ଭୁଲି ଯାଉଛନ୍ତି। ଏହି ମୁଖ୍ୟ କଥା ହିଁ ବୁଝାଯାଉଛି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ହିଁ କହୁଛନ୍ତି କେବଳ ମୋତେ ମନେ ପକାଅ। ଅନ୍ୟ କୌଣସି ମନୁଷ୍ୟ ଏକଥା କେବେ ହେଲେ କହିପାରିବେ ନାହିଁ। ବାବା କହୁଛନ୍ତି ମୁଁ ଥରେ ମାତ୍ର ହିଁ ଆସେ। କଳ୍ପ ଶେଷରେ ପୁଣି ସଙ୍ଗମ ଯୁଗରେ ଥରେ ମାତ୍ର ତୁମମାନଙ୍କୁ ହିଁ ବୁଝାଉଛି। ତୁମେମାନେ ହିଁ ଏହି ଜ୍ଞାନ ପ୍ରାପ୍ତ କରୁଛ। ଅନ୍ୟ କେହି ଜ୍ଞାନ ଆହରଣ କରୁନାହାନ୍ତି। ପ୍ରଜାପିତା ବ୍ରହ୍ମାଙ୍କର ତୁମେ ମୁଖବଂଶାବଳୀ ବ୍ରାହ୍ମଣ ହିଁ ଏହି ଜ୍ଞାନକୁ ବୁଝୁଛ। ଜାଣିଛ ଯେ କଳ୍ପ ପୂର୍ବରୁ ମଧ୍ୟ ବାବା ଏହି ସଙ୍ଗମରେ ଆସି ଜ୍ଞାନ ଶୁଣାଇଥିଲେ। ତୁମ ବ୍ରାହ୍ମଣମାନଙ୍କର ହିଁ ପାଠ ରହିଛି। ଏହିସବୁ ବର୍ଣ୍ଣ ମଧ୍ୟ ଦେଇ ତ ନିଶ୍ଚୟ ଯିବାକୁ ହେବ। ଅନ୍ୟ ଧର୍ମାବଲମ୍ବୀମାନେ ଏହି ବର୍ଣ୍ଣରେ ଆସୁନାହାନ୍ତି। ଭାରତବାସୀ ହିଁ ଏହି ବର୍ଣ୍ଣରେ ଆସୁଛନ୍ତି। ବ୍ରାହ୍ମଣ ମଧ୍ୟ ଭାରତବାସୀ ହିଁ ହେଉଛନ୍ତି। ସେଥିପାଇଁ ବାବାଙ୍କୁ ଭାରତରେ ଆସିବାକୁ ପଡ଼ୁଛି। ତୁମେ ପ୍ରଜାପିତା ବ୍ରହ୍ମାଙ୍କର ମୁଖବଂଶାବଳୀ ବ୍ରାହ୍ମଣ ଅଟ। ବ୍ରାହ୍ମଣଙ୍କ ପରେ ପୁଣି ରହିଛନ୍ତି ଦେବତା ଏବଂ କ୍ଷତ୍ରିୟ। କ୍ଷତ୍ରିୟ କାହାକୁ କରାଯାଉ ନାହିଁ। ତୁମକୁ ତ ବାବା ବ୍ରାହ୍ମଣ କରୁଛନ୍ତି। ପୁଣି ତୁମେ ଦେବତା ହେଉଛ। ଦେବତାମାନଙ୍କର ପୁଣି ଧୀରେ ଧୀରେ କଳା କମ୍ ହେଲେ ତାଙ୍କୁ କ୍ଷତ୍ରିୟ କୁହାଯାଏ। ଦେବତାରୁ କ୍ଷତ୍ରିୟ ବର୍ଣ୍ଣ ସ୍ୱତଃ ହିଁ ସ୍ପଷ୍ଟ ହୋଇଥାଏ। ବାବା ତ ଆସି ବ୍ରାହ୍ମଣ କରୁଛନ୍ତି। ପୁଣି ବ୍ରାହ୍ମଣରୁ ଦେବତା ପୁଣି ସେହିମାନେ ହିଁ କ୍ଷତ୍ରିୟ ହେଉଛନ୍ତି। ତିନୋଟି ଯାକ ଧର୍ମ ଏକା ବାବା ହିଁ ଏବେ ସ୍ଥାପନା କରୁଛନ୍ତି। ଏପରି ନୁହେଁ କି ବାବା ସତ୍ୟ ତ୍ରେତା ଯୁଗରେ ପୁନର୍ବାର ଆସନ୍ତି। ମନୁଷ୍ୟ ନ ବୁଝିବା କାରଣରୁ କହିଦେଉଛନ୍ତି ସତ୍ୟ ଯୁଗ ତ୍ରେତା ଯୁଗରେ ମଧ୍ୟ ଆସୁଛନ୍ତି।
ବାବା କହୁଛନ୍ତି, ମୁଁ ଯୁଗେ ଯୁଗେ ଆସେ ହିଁ ନାହିଁ, ମୁଁ ଥରେ ମାତ୍ର କଳ୍ପର ସଙ୍ଗମରେ ହିଁ ଆସୁଛି। ତୁମକୁ ମୁଁ ହିଁ ବ୍ରାହ୍ମଣ କରୁଛି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା। ମୁଁ ତ ପରମଧାମରୁ ଆସୁଛି। ଆଚ୍ଛା, ବ୍ରହ୍ମା କେଉଁଠାରୁ ଆସୁଛନ୍ତି? ବ୍ରହ୍ମା ତ 84 ଜନ୍ମ ନେଇଥାନ୍ତି, ମୁଁ ନେଉନାହିଁ। ବ୍ରହ୍ମା ସରସ୍ୱତୀ, ଯିଏକି ବିଷ୍ଣୁଙ୍କର 2 ରୂପ ଲକ୍ଷ୍ମୀ ନାରାୟଣ ହେଉଛନ୍ତି, ସେହିମାନେ ହିଁ 84 ଜନ୍ମ ନେଉଛନ୍ତି। ପୁଣି ତାଙ୍କର ବହୁତ ଜନ୍ମ ଅନ୍ତେ ମୁଁ ପ୍ରବେଶ କରି ଏହାଙ୍କୁ ବ୍ରହ୍ମା ରୂପେ ଅଭିହିତ କରୁଛି। ଏହାଙ୍କ ନାମ ମୁଁ ବ୍ରହ୍ମା ରଖୁଛି। ଏହା ତାଙ୍କର ନିଜସ୍ୱ ନାମ ନୁହେଁ। ପିଲାର ଜନ୍ମ ହେଲେ ଷଠି ପୂଜା କରିଥାନ୍ତି, ଜନ୍ମଦିନ ପାଳନ କରିଥାନ୍ତି। ଏହାଙ୍କର ଜନ୍ମପତ୍ରୀ ବା ଜାତକ ନାମ ତ ଲେଖରାଜ ଥିଲା। ତାହା ତ ବାଲ୍ୟାବସ୍ଥାରେ ଥିଲା। ଏବେ ନାମ ବଦଳିଲା ଯେହେତୁ ସଙ୍ଗମରେ ଏହାଙ୍କ ଶରୀରରେ ବାବା ପ୍ରବେଶ କଲେ। ବାନପ୍ରସ୍ଥ ଅବସ୍ଥାରେ ହିଁ ଏହାଙ୍କ ନାମ ବଦଳୁଛି। ସେହି ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡ଼ିଗଲା ପରେ ହିଁ ତାଙ୍କ ନାମ ବଦଳିଥାଏ। ଇଏ ତ ଘରେ ହିଁ ରହୁଛନ୍ତି। ଏହାଙ୍କ ନାମ ବ୍ରହ୍ମା ରଖାଯାଇଛି। କାହିଁକି ନା ବ୍ରାହ୍ମଣ ଦରକାର ନା। ତୁମକୁ ଆପଣାର କରି ପବିତ୍ର ବ୍ରାହ୍ମଣ କରୁଛନ୍ତି, ପବିତ୍ର କରାଯାଉଛି। ଏପରି ନୁହେଁ କି ତୁମେ ଜନ୍ମରୁ ହିଁ ପବିତ୍ର ଅଟ। ତୁମକୁ ପବିତ୍ର ହେବାର ଶିକ୍ଷା ମିଳୁଛି। କିପରି ପବିତ୍ର ହେବ, ଏହା ହେଉଛି ମୁଖ୍ୟ କଥା। ତୁମେ ଜାଣିଛ ଯେ ଭକ୍ତି ମାର୍ଗରେ ଜଣେ ହେଲେ ବି ପୂଜ୍ୟ ହୋଇପାରିବେ ନାହିଁ। ମନୁଷ୍ୟ ଗୁରୁମାନଙ୍କ ପାଖରେ ମୁଣ୍ଡ ନୁଆଇଥାନ୍ତି। କାହିଁକି ନା ସେମାନେ ଘରଦ୍ୱାର ଛାଡ଼ି ପବିତ୍ର ହୋଇଥାନ୍ତି, କିନ୍ତୁ ତାଙ୍କୁ ପୂଜ୍ୟ କୁହାଯିବ ନାହିଁ। ପୂଜ୍ୟ ସେ ଅଟନ୍ତି ଯିଏ କାହାକୁ ବି ସ୍ମରଣ କରନ୍ତି ନାହିଁ। ସନ୍ନ୍ୟାସୀମାନେ ବ୍ରହ୍ମ ତତ୍ତ୍ୱକୁ ମନେ ପକାଇଥାନ୍ତି ନା ପ୍ରାର୍ଥନା କରିଥାନ୍ତି। ସତ୍ୟ ଯୁଗରେ କାହାକୁ ବି ମନେ ପକାନ୍ତି ନାହିଁ। ଏବେ ବାବା କହୁଛନ୍ତି, ତୁମକୁ ଜଣକୁ ହିଁ ମନେ ପକାଇବାକୁ ହେବ। ତାହା ତ ହେଉଛି ଭକ୍ତି। ତୁମ ଆତ୍ମା ମଧ୍ୟ ଗୁପ୍ତ ଅଟେ। ଆତ୍ମାକୁ ଯଥାର୍ଥ ରୂପରେ କେହି ଜାଣିନାହାନ୍ତି। ସତ୍ୟ ଯୁଗ ତ୍ରେତାରେ ମଧ୍ୟ ଶରୀରଧାରୀ ହୋଇ ନିଜର ଶାରୀରିକ ନାମରେ ଅଭିନୟ କରିଥାନ୍ତି। ନାମ ବିନା ତ ଅଭିନେତା ହୋଇପାରିବେ ନାହିଁ। କେଉଁଠି ଥିଲେ ମଧ୍ୟ ଶରୀରର ନାମ ନିଶ୍ଚୟ ରହିବ। ନାମ ବିନା ଅଭିନୟ କିପରି କରିବ? ତେବେ ବାବା ବୁଝାଉଛନ୍ତି, ଭକ୍ତି ମାର୍ଗରେ ଗାୟନ କରୁଛନ୍ତି, ଆପଣ ଆସିଲେ ଆମେ ଆପଣଙ୍କ ବ୍ୟତୀତ ଆଉ କାହାକୁ ନିଜର କରିବୁ ନାହିଁ। ଆମେ ଆପଣଙ୍କର ହିଁ ହେବୁ, ଏ କଥା ଆତ୍ମା କହୁଛି। ଭକ୍ତି ମାର୍ଗରେ ଯିଏ ବି ଦେହଧାରୀ ଅଛନ୍ତି, ଯାହାଙ୍କର ନାମ ରହିଛି, ତାଙ୍କୁ ଆମେ ପୂଜା କରିବୁ ନାହିଁ। ଯେତେବେଳେ ଆପଣ ଆସିବେ ଆମେ ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ। କେବେ ଆସିବେ ଏ କଥା ମଧ୍ୟ ଜାଣିନାହାନ୍ତି। ଅନେକ ଦେହଧାରୀ ନାମଧାରୀଙ୍କର ପୂଜା କରି ଚାଲିଛନ୍ତି। ଅଧା କଳ୍ପର ଭକ୍ତି ପୁରା ହେଲେ ବାବା ଆସନ୍ତି। ବାବା କହୁଛନ୍ତି କି ତୁମେ ଜନ୍ମ ଜନ୍ମାନ୍ତର କହି ଆସିଛ, ଆମେ ତୁମ ବିନା କାହାକୁ ବି ମନେ ପକାଇବୁ ନାହିଁ। ନିଜ ଦେହକୁ ମଧ୍ୟ ମନେ ପକାଇବୁ ନାହିଁ। କିନ୍ତୁ ମୋତେ ତ ଜାଣି ହିଁ ନାହାନ୍ତି, ତେବେ କିପରି ମନେ ପକାଇବେ? ଏବେ ବାବା ବସି ବୁଝାଉଛନ୍ତି, ମଧୁର ସନ୍ତାନମାନେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ହିଁ ପତିତ ପାବନ ଅଟନ୍ତି। ତାଙ୍କୁ ମନେ ପକାଇବା ଦ୍ୱାରା ତୁମେ ପବିତ୍ର ଶତପ୍ରଧାନ ହୋଇଯିବ। ସତ୍ୟ ଯୁଗ ତ୍ରେତାରେ ଭକ୍ତି ନଥାଏ। ସେଠାରେ ତୁମେ କାହାକୁ ମଧ୍ୟ ମନେ ପକାଇ ନଥାଅ, ନା ବାବାଙ୍କୁ ନା କୌଣସି ଚିତ୍ରକୁ। ସେଠାରେ ତ ସୁଖ ହିଁ ସୁଖ ରହିଥାଏ। ବାବା ବୁଝାଉଛନ୍ତି, ଯେତେ ତୁମେ ନିକଟତର ହେବ କର୍ମାତୀତ ଅବସ୍ଥା ହୋଇ ଚାଲିବ। ସତ୍ୟ ଯୁଗରେ ନୂଆ ଦୁନିଆ, ନୂଆ ଘରେ ବହୁତ ଖୁସି ମଧ୍ୟ ରହିବ। ପୁଣି 25% ପୁରୁଣା ହୋଇଗଲେ ଯେପରି ସ୍ୱର୍ଗକୁ ହିଁ ଭୁଲି ଯାଇଥାନ୍ତି। ତେଣୁ ବାବା କହୁଛନ୍ତି, ତୁମେ ଗାୟନ କରୁଥିଲ, ଆପଣଙ୍କର ହିଁ ହେବୁ, ଆପଣଙ୍କ ଠାରୁ ହିଁ ଶୁଣିବୁ। ତେବେ ନିଶ୍ଚୟ ତୁମେ ପରମାତ୍ମାଙ୍କୁ ହିଁ କହୁଛ ନା? ଆତ୍ମା କହୁଛି ପରମାତ୍ମା ବାବାଙ୍କ ପାଇଁ। ଆତ୍ମା ସୂକ୍ଷ୍ମ ବିନ୍ଦୁ ଅଟେ।
ତାଙ୍କୁ ଦେଖିବା ପାଇଁ ଦିବ୍ୟ ଦୃଷ୍ଟି ଦରକାର। ଆତ୍ମାକୁ ସ୍ଥୂଳତଃ ଧ୍ୟାନ କରିପାରିବ ନାହିଁ। ଆମେ ଆତ୍ମା ଏତେ ଛୋଟ ବିନ୍ଦୁ ଅଟେ। ଏପରି ଭାବି ମନେ ପକାଇବା ମେହନତ ଅଟେ। କେହି ଆତ୍ମାକୁ ସାକ୍ଷାତକାର କରିବା ପାଇଁ ଚେଷ୍ଟା କରନ୍ତି ନାହିଁ। ପରମାତ୍ମାଙ୍କ ପାଇଁ ଚେଷ୍ଟା କରନ୍ତି, ଯାହାଙ୍କ ନିମନ୍ତେ ଶୁଣାଯାଏ ଯେ ସେ ହଜାରେ ସୂର୍ଯ୍ୟଠାରୁ ତେଜୋମୟ ଅଟନ୍ତି। ଯଦି କାହାକୁ ସାକ୍ଷାତକାର ହୁଏ ତେବେ କହିଥାନ୍ତି ବହୁତ ତେଜୋମୟ ରୂପ ଥିଲା, କାହିଁକି ନା ତାହା ହିଁ ଶୁଣିଛନ୍ତି। ଯାହାଙ୍କର ନବଧା ଭକ୍ତି କରିବେ ତାଙ୍କୁ ହିଁ ଦେଖିବେ, ନଚେତ୍ ବିଶ୍ୱାସ ହିଁ ରହିବ ନାହିଁ। ବାବା କହୁଛନ୍ତି, ଆତ୍ମାକୁ ହିଁ ଦେଖିନାହୁଁ ତେବେ ପରମାତ୍ମାଙ୍କୁ କିପରି ଦେଖିବ? ଆତ୍ମାକୁ କିପରି ଦେଖିପାରିବ? ଆଉ ସମସ୍ତଙ୍କର ତ ଶରୀର ତ ଚିତ୍ର ଅଛି। ବାବା କହୁଛନ୍ତି, ଆତ୍ମାକୁ କିପରି ଦେଖିପାରିବ? ଆଉ ସମସ୍ତଙ୍କର ତ ଶରୀରର ଚିତ୍ର ଅଛି, ନାମ ମଧ୍ୟ ରହିଛି। ଆତ୍ମା ହେଉଛି ବିନ୍ଦୁ, ବହୁତ ଛୋଟ, ତାକୁ କିପରି ଦେଖିବ? ବହୁତ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ଆଖି ଦ୍ୱାରା ଦେଖିପାରିବେ ନାହିଁ। ଆତ୍ମାକୁ ଜ୍ଞାନର ଅବ୍ୟକ୍ତ ଦୃଷ୍ଟି ମିଳିଛି। ଏବେ ତୁମେ ଜାଣୁଛ ଆମେ ଆତ୍ମା କେତେ ସୂକ୍ଷ୍ମ ଅଟୁ। ମୋ ଆତ୍ମାରେ 84 ଜନ୍ମର ଅଭିନୟ ଭରି ହୋଇ ରହିଛି, ଯାହାକୁ ମୋତେ ପୁନରାବୃତ୍ତି କରିବାକୁ ହେବ। ତୁମକୁ ଶ୍ରେଷ୍ଠ କରିବା ପାଇଁ ବାବାଙ୍କର ଶ୍ରୀମତ ମିଳୁଛି, ତେଣୁ ତାହାକୁ ପାଳନ କରିବା ଦରକାର। ତୁମକୁ ଦୈବୀ ଗୁଣ ଧାରଣ କରିବାକୁ ହେବ। ଖାଦ୍ୟ ପାନୀୟ ଚଳଣି ମଧ୍ୟ ବହୁତ ରାଜକୀୟ ଦିବ୍ୟ ହେବା ଦରକାର। ତୁମେ ଦେବତା ହେଉଛ। ଦେବତାମାନେ ନିଜେ ପୂଜ୍ୟ ଅଟନ୍ତି। ସେମାନେ କେବେ କାହାକୁ ପୂଜା କରନ୍ତି ନାହିଁ। ସେମାନେ ତ ଦ୍ୟୁମୁକୁଟଧାରୀ ଅଟନ୍ତି ନା। ସେମାନେ କେବେ କାହାର ପୂଜା କରନ୍ତି ନାହିଁ। ତେଣୁ ପୂଜ୍ୟ ହେଲେ ନା। ସତ୍ୟ ଯୁଗରେ କାହାକୁ ପୂଜିବାର ଆବଶ୍ୟକତା ହିଁ ନାହିଁ। ବାକି ହଁ, ପରସ୍ପରକୁ ସମ୍ମାନ ନିଶ୍ଚୟ ଦେବେ। ଏଭଳି ନମସ୍କାର କରିବା, ଏହାକୁ ସମ୍ମାନ କୁହାଯାଏ। ଏପରି ନୁହେଁ ଯେ ମନ ଭିତରେ ତାଙ୍କୁ ସ୍ମରଣ କରିବାକୁ ହେବ। ସମ୍ମାନ ତ ଦେବାକୁ ହିଁ ପଡ଼ିବ। ଯେପରି ପ୍ରେସିଡେଣ୍ଟକୁ ସମସ୍ତେ ସମ୍ମାନ ଦେଇଥାନ୍ତି। ଜାଣିଛନ୍ତି ଇଏ ବହୁତ ଉଚ୍ଚ ପଦାଧିକାରୀ, ତାଙ୍କୁ କ'ଣ ନମସ୍କାର କରିବେ କି? ତେଣୁ ବାବା ବୁଝାଉଛନ୍ତି, ଏହି ଜ୍ଞାନ ମାର୍ଗ ବିଲକୁଲ ଅଲଗା ଜିନିଷ ଅଟେ। ଏଥିରେ କେବଳ ନିଜକୁ ଆତ୍ମା ଭାବିବାକୁ ହେବ, ଯାହାକି ତୁମେ ଭୁଲି ଯାଇଛ। ଶରୀରର ନାମକୁ ମନେ ରଖିଦେଇଛ। କର୍ମ ତ ନିଶ୍ଚୟ ନାମ ଦ୍ୱାରା ହିଁ କରିବାକୁ ହେବ। ବିନା ନାମରେ କାହାକୁ ଡାକିବ କିପରି? ଯଦିଓ ତୁମେ ଶରୀରଧାରୀ ହୋଇ ଅଭିନୟ କରୁଛ, ପଛେ ବୁଦ୍ଧି ଦ୍ୱାରା ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ଯଦିଓ ତୁମେ ଶରୀରଧାରୀ ହୋଇ ଅଭିନୟ କରୁଥାଅ ପଛେ ବୁଦ୍ଧି ଦ୍ୱାରା ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ଶ୍ରୀକୃଷ୍ଣଙ୍କ ଭକ୍ତ ଭାବୁଛନ୍ତି ଆମକୁ କୃଷ୍ଣଙ୍କୁ ହିଁ ସ୍ମରଣ କରିବାକୁ ହେବ। ବାସ୍, ଯେଉଁଆଡ଼େ ଦେଖୁଛି କୃଷ୍ଣ ହିଁ କୃଷ୍ଣ। ମୁଁ ବି କୃଷ୍ଣ, ତୁମେ ବି କୃଷ୍ଣ। ଆରେ ତୁମର ନାମ ଅଲଗା, ତାଙ୍କର ନାମ ଅଲଗା। ସମସ୍ତେ କୃଷ୍ଣ ହିଁ କୃଷ୍ଣ କିପରି ହୋଇପାରିବେ? ସମସ୍ତଙ୍କର ନାମ କ'ଣ କୃଷ୍ଣ ହୋଇପାରିବ? ଯାହା ଆସୁଛି ତାହା କହିଦେଉଛନ୍ତି। ଏବେ ବାବା କହୁଛନ୍ତି, ଭକ୍ତି ମାର୍ଗର ସବୁ ଚିତ୍ରକୁ ଭୁଲି ଏକା ବାବାଙ୍କୁ ହିଁ ମନେ ପକାଅ। ଚିତ୍ରଗୁଡ଼ିକୁ ତୁମେ ପତିତ ପାବନ କହୁନାହଁ। ହନୁମାନ ଆଦି କ'ଣ ପତିତ ପାବନ କି? ଅନେକ ଗୁଡ଼ିଏ ଚିତ୍ର ରହିଛି, କେହି ବି ପତିତ ପାବନ ନୁହନ୍ତି। କୌଣସି ବି ଦେବୀ ହୁଅନ୍ତୁ, ଯାହାଙ୍କର ଶରୀର ଅଛି, ତାଙ୍କୁ ପତିତ ପାବନ କୁହାଯିବ ନାହିଁ। 6-8 ଭୁଜାଧାରୀ ଦେବୀମାନଙ୍କୁ ତିଆରି କରୁଛନ୍ତି, ସବୁ ନିଜ ବୁଦ୍ଧିରେ। ଇଏ କିଏ ତାହା ତ ଜାଣିନାହାନ୍ତି। ଏମାନେ ପତିତ ପାବନ ବାବାଙ୍କର ସହଯୋଗୀ ସନ୍ତାନ ଅଟନ୍ତି। ଏକଥା କାହାକୁ ହେଲେ ଜଣା ନାହିଁ। ତୁମର ରୂପ ତ ସାଧାରଣ ହିଁ ଅଟେ। ଏହି ଶରୀର ତ ବିନାଶ ହୋଇଯିବ। ଏପରି ନୁହେଁ ଯେ ତୁମର ଚିତ୍ର ଆଦି ରହିବ। ଏସବୁ ନଷ୍ଟ ହୋଇଯିବ। ବାସ୍ତବରେ ତୁମେମାନେ ହେଉଛ ଦେବୀ।
ନାମ ମଧ୍ୟ ଉଚ୍ଚାରଣ ହୋଇଥାଏ। ସୀତା ଦେବୀ, ଅମୁକ ଦେବୀ। ରାମ ଦେବତା କହିବେ ନାହିଁ, ଅମୁକ ଦେବୀ ଅଥବା ଶ୍ରୀମତୀ କହିଦେଉଛନ୍ତି, ତାହା ମଧ୍ୟ ଭୁଲ ହୋଇଯାଉଛି। ଏବେ ପବିତ୍ର ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ତୁମେ ମଧ୍ୟ କହୁଛ ପତିତରୁ ପବିତ୍ର କର। ଏପରି କହୁନାହଁ କି ଲକ୍ଷ୍ମୀ ନାରାୟଣ ତିଆରି କର। ପତିତରୁ ପବିତ୍ର ମଧ୍ୟ ବାବା କରୁଛନ୍ତି। ନରରୁ ନାରାୟଣ ମଧ୍ୟ ସେ କରୁଛନ୍ତି। ସେମାନେ ତ ପତିତ ପାବନ ନିରାକାରଙ୍କୁ କହିଥାନ୍ତି। ଆଉ ସତ୍ୟନାରାୟଣ କଥା ଶୁଣାଇଲା ବାଲା ପୁଣି ଅନ୍ୟମାନଙ୍କୁ ଦେଖାଇଥାନ୍ତି। ଏପରି ତ କହୁନାହାନ୍ତି ଯେ ବାବା ସତ୍ୟନାରାୟଣ କଥା ଶୁଣାଇ ଅମର କର, ନରରୁ ନାରାୟଣ କର। କେବଳ କହୁଛନ୍ତି ଆସି ପବିତ୍ର କର। ବାବା ହିଁ ସତ୍ୟନାରାୟଣଙ୍କର କଥା ଶୁଣାଇ ପବିତ୍ର କରୁଛନ୍ତି। ତୁମେ ପୁଣି ଅନ୍ୟମାନଙ୍କୁ ସତ୍ୟ କଥା ଶୁଣାଉଛ। ଆଉ କେହି ଏ କଥା ଜାଣିପାରନ୍ତି ନାହିଁ, ତୁମେ ହିଁ ଜାଣୁଛ। ଯଦିଓ ତୁମ ଘରେ ମିତ୍ର, ସମ୍ବନ୍ଧୀ, ଭାଇ ଇତ୍ୟାଦି ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ବୁଝିନାହାନ୍ତି। ଆଚ୍ଛା, ମିଠେ ମିଠେ ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ନିଜକୁ ଶ୍ରେଷ୍ଠ କରିବା ପାଇଁ ବାବାଙ୍କର ଯେଉଁ ସବୁ ଶ୍ରୀମତ ମିଳୁଛି ସେହି ଆଧାରରେ ଚାଲିବାକୁ ହେବ ଏବଂ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ପଡ଼ିବ। ଖାଦ୍ୟ ପାନୀୟ ଏବଂ ଚାଲିଚଳଣିକୁ ରୟାଲ ଅର୍ଥାତ୍ ରାଜକୀୟ କରିବାକୁ ହେବ। 2 ନମ୍ବର। ପରସ୍ପରକୁ ମନେ ପକାଇବାର ନାହିଁ, କିନ୍ତୁ ସମ୍ମାନ ନିଶ୍ଚିତ ଦେବାକୁ ହେବ। ନିଜେ ପବିତ୍ର ହେବାର ପୁରୁଷାର୍ଥ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ଆଜିର ବରଦାନ, ନିରସ ବାତାବରଣ ଭିତରେ ଖୁସିର ଝଲକ ଅନୁଭବ କରାଉଥିବା ସଦା ଖୁସିବାସିଆ ଭବ। ନିରସ ବାତାବରଣ ଭିତରେ ଖୁସିର ଝଲକ ଅନୁଭବ କରାଉଥିବା ସଦା ଖୁସିବାସିଆ ଭବ। ଏଭର ହ୍ୟାପି ଅର୍ଥାତ୍ ସର୍ବଦା ଖୁସିରେ ରହିବାର ବରଦାନ ଯେଉଁ ପିଲାମାନଙ୍କୁ ପ୍ରାପ୍ତ ଅଟେ, ସେମାନେ ଦୁଃଖର ଢେଉ ଉତ୍ପନ୍ନ କରୁଥିବା ବାତାବରଣରେ, ନିରସ ବାତାବରଣରେ, ଅପ୍ରାପ୍ତିର ଅନୁଭବ କରାଉଥିବା ବାତାବରଣରେ ସର୍ବଦା ଖୁସିରେ ରହିବେ ଏବଂ ନିଜର ଖୁସିର ଝଲକ ଦ୍ୱାରା ଦୁଃଖ ଏବଂ ଉଦାସୀର ବାତାବରଣକୁ ଏଭଳି ପରିବର୍ତ୍ତନ କରିବେ ଯେପରି ସୂର୍ଯ୍ୟ ଅନ୍ଧକାରକୁ ପରିବର୍ତ୍ତନ କରିଦେଇଥାଏ। ଅନ୍ଧକାର ଭିତରେ ଆଲୋକ ସୃଷ୍ଟି କରିବା, ଅଶାନ୍ତି ଭିତରେ ଶାନ୍ତିର ଅନୁଭୂତି କରାଇବା, ନିରସ ବାତାବରଣ ଭିତରେ ଖୁସିର ଝଲକ ଆଣିବା, ଏହାକୁ କୁହାଯାଏ ଏଭର ହ୍ୟାପି। ବର୍ତ୍ତମାନ ସମୟରେ ଏହିଭଳି ସେବାର ଆବଶ୍ୟକତା ରହିଛି। ଆଜିର ସ୍ଲୋଗାନ, ଅଶରୀରୀ ତାକୁ କୁହାଯିବ ଯାହାକୁ ଶରୀରର କୌଣସି ବି ଆକର୍ଷଣ ନିଜ ଆଡ଼କୁ ଆକର୍ଷିତ କରୁନଥିବ। ଅଶରୀରୀ ତାକୁ କୁହାଯିବ ଯାହାକୁ ଶରୀରର କୌଣସି ବି ଆକର୍ଷଣ ନିଜ ଆଡ଼କୁ ଆକର୍ଷିତ କରୁନଥିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତର ଅର୍ଥ ଏହା ନୁହେଁ ଯେ କର୍ମଠାରୁ ଅତୀତ ହୋଇଯାଅ। କର୍ମଠାରୁ ନିଆରା ହେବା ନୁହେଁ, କିନ୍ତୁ କର୍ମର ବନ୍ଧନରେ ବାନ୍ଧି ହେବାଠାରୁ ନିଆରା। ଏହାକୁ କୁହାଯାଏ କର୍ମାତୀତ। ତେବେ କର୍ମଯୋଗର ସ୍ଥିତି କର୍ମାତୀତ ସ୍ଥିତିର ଅନୁଭବ କରାଇଥାଏ। ଏହି କର୍ମଯୋଗୀ ସ୍ଥିତି କର୍ମାତୀତ ସ୍ଥିତିର ଅନୁଭବ କରାଇଥାଏ। ଏହି କର୍ମଯୋଗୀ ସ୍ଥିତି ଅତି ପ୍ୟାରୀ ଏବଂ ଅତି ନ୍ୟାରୀ ସ୍ଥିତି ଅଟେ। ଏଥିରେ ଯେତେ ବି ବଡ଼ ମେହନତ ବାଲା କାର୍ଯ୍ୟ ହୋଇଥାଉ ନା କାହିଁକି, ତାହା ଏଭଳି ଲାଗିବ ଯେପରି କାର୍ଯ୍ୟ କରୁନାହଁ, ଖେଳ ଖେଳୁଛ। ଓମ୍ ଶାନ୍ତି।